ଦେଇଥିବ ମୁଁ ଡାକ୍ତରଖାନା କରିଛି ତୁମେ ଗଲେ ମୁଁ ତମକୁ ଆଧାରରେ ଟ୍ରିଟମେଣ୍ଟ କରିବିନି। ସେ ଜମି ଦେଇଛନ୍ତି ସେ ଜଟଣୀ ନିର୍ବାଚନ ମଣ୍ଡଳୀରେ। ପାଣ୍ଡିଆନ ସବୁବେଳେ ଆକ୍ଟିଭ। ପାଣ୍ଡିଆନ ନାଁରେ ବେଶୀ ଗୁଲି ହେଉଛି। ଏ ଯାଇଥିଲେ କହିଲେ କେତେ ଜଣ ଯେ ପାଣ୍ଡିଆନ କେବଳ ଯାଉଛନ୍ତି ନବୀନକି ଦେଖିବା ପାଇଁ ଆଉ କାହାକୁ ଆଲାଉ ନାହିଁ। ସେ ବିଲକୁଲ ନାହିଁ, ଯାଇନାହାନ୍ତି। ନବୀନ ପଟ୍ଟନାୟକ ଗୋଟେ ଭାରତର ଗର୍ବ, ଓଡ଼ିଶାର ଗର୍ବ। ଏ ରାଜ୍ୟର ବିକାଶରେ ତାଙ୍କ ଦାନ ଅତୁଳନୀୟ। ମୁଁ ଯିବି ଦେଖା କରିବା ପାଇଁ। 10 ବର୍ଷ ଆଗରୁ ପାଇବା କଥା ତାଙ୍କ ସାଥିରେ 10 ବର୍ଷ ଗଲାଣି କେହି ଶୁଣୁନା। ଇଆଡ଼େ ମୁଖ୍ୟମନ୍ତ୍ରୀ କହୁଛି 40,000 ପୋଷ୍ଟ ଫିଲ୍ଅପ୍ କରିବି। ଏଇ ଶିକ୍ଷକ ମାନେ ଖରା ବର୍ଷା ଶୀତରେ ପଡ଼ିଛି ତାଙ୍କ କଥା ବୁଝ। ସେମାନେ ଏଲିଜେବଲ, ପାଠ ପଢ଼େଇକି ଆସୁଛନ୍ତି। ଦେଶର ଭବିଷ୍ୟତ ଛାତ୍ର ସମାଜ, ଛାତ୍ରୀ ସମାଜ ତାଙ୍କୁ ପାଠ ପଢ଼ାଉଛନ୍ତି। ସେ ସେଇଠି ଭୋକ ଉପାସରେ ପଢ଼ାଉଛନ୍ତି। ପରେ ନିଯୁକ୍ତି ଦେବ। ଆଗ ସେଇ ଯେଉଁ ଟିଚର ମାନେ ପଢ଼ିଛନ୍ତି ରାତ ଦାଣ୍ଡ ଉପରେ ବର୍ଷା ଖରା ଶୀତରେ ତାଙ୍କ କଥା ବିଚାର କର, ତାଙ୍କୁ ରେଗୁଲାଇଜ କର। ତାହେଲେ ମୁଁ ଜାଣିବି ଏ ସରକାର କିଛି କରୁଛି। ନହେଲେ ଗୋଟେ ଅପାରଗ ସରକାର ଖାଲି ଧପେଇବାର ଲାଗିଛି। କାହିଁ ପ୍ରାଇଭେଟରେ କରିବେ? ମୁଁ ସରକାର ତରଫରୁ ସବୁ ସୁବିଧା ହେଇଛି। ଏଠି କାହିଁ କରିବେ? ସେ ନବୀନ ବାବୁ ଜମି ଦେଇଛନ୍ତି ସବକୁ। ଆଉ ଗଲେ ଦେଖା କରିବା ପାଇଁ। ଜମି ତମେ ଦେଇଥିବ ମୁଁ ଡାକ୍ତରଖାନା କରିଛି ତୁମେ ଗଲେ ମୁଁ ତମକୁ ଆଧାରରେ ଟ୍ରିଟମେଣ୍ଟ କରିବିନି। ସେ ଜମି ଦେଇଛନ୍ତି ସେ ଜଟଣୀ ନିର୍ବାଚନ ମଣ୍ଡଳୀରେ। ସମ ଯେତେ ଜମି ନେଇଛି ମୋରି ସମୟରେ ନେଇଛି ସାହାପୁରରୁ, କିନ୍ତୁ ସେ ଅଞ୍ଚଳ ପାଇଁ କିଛି କରିନି। ଆମ ଗାଁ ଗଣ୍ଡା ପାଇଁ କିଛି କରିନି। ସେ ତାର ରୋଜଗାର କରିଛି। କିନ୍ତୁ ଗୋଟିଏ ଭଲ ଗୁଣ ହେଇଛି, ବହୁ ରାଜ୍ୟରୁ ବହୁ ଆମ ଜିଲ୍ଲାରୁ ରୋଗୀ ଆସି ଏଠି ଭଲ ହେଉଛନ୍ତି। ମୁଁ ସେଇଥିରେ ଖୁସି। ପାଣ୍ଡିଆନ ସବୁବେଳେ ଆକ୍ଟିଭ। ପାଣ୍ଡିଆନ ନାଁରେ ବେଶୀ ଗୁଲି ହେଉଛି। ଏ ଯାଇଥିଲେ କହିଲେ କେତେ ଜଣ ଯେ ପାଣ୍ଡିଆନ କେବଳ ଯାଉଛନ୍ତି ନବୀନକି ଦେଖିବା ପାଇଁ ଆଉ କାହାକୁ ଆଲାଉ ନାହିଁ। ସେ ବିଲକୁଲ ନାହିଁ, ଯାଇନାହାନ୍ତି। ମେଡିକାଲ ମନା କରିଦେଇଥିଲେ ନା ପାଣ୍ଡିଆନ ସୁଜାତ ପାଣ୍ଡିଆନ ନା କିଏ ଦେଖା କରିବେ। ଏବଂ ନବୀନ ପଟ୍ଟନାୟକ କହିଥିଲେ ମୁଁ ଘରକୁ ଗଲେ ମୋତେ ଦେଖା କରିବ ନବୀନ ନିବାସରେ। କାଲି ତୁ ଦେଖା କରୁଛୁ? ସେ କାହାରିକୁ ଦେଖା କରିନଥିଲେ। ନାଇଁ ମୁଁ ଯାଇନି। ହଁ ମୁଁ ଯିବି। ନବୀନ ପଟ୍ଟନାୟକ ଗୋଟେ ଭାରତର ଗର୍ବ, ଓଡ଼ିଶାର ଗର୍ବ। ଏ ରାଜ୍ୟର ବିକାଶରେ ତାଙ୍କ ଦାନ ଅତୁଳନୀୟ। ମୁଁ ଯିବି ଦେଖା କରିବା ପାଇଁ। ଆଉ ଯଦି ସୁବିଧା ମିଳିବ ମୁଁ ମୋହନ ବାଜି ମୋର ଗୋଟେ ସାନ ଭାଇଟେ, ଭାଇ ବୋଉ ହେବେ ତାଙ୍କ ସ୍ତ୍ରୀ ଅପରେସନ ହେଇଛି, ତାଙ୍କୁ ବି ଦେଖିବାକୁ ଯିବି। ମୋର ମନୁଷ୍ୟ ହିସାବରେ ମାନବିକତା ଦୃଷ୍ଟିରୁ ମୁଁ ସମସ୍ତଙ୍କୁ ଯାଏ। ଆଜି ପର୍ଯ୍ୟନ୍ତ ଯେତେ ବିରୋଧୀ ଦଳ, ଶାସକ ଦଳ, ଯେଉଁ ଦଳ ସବୁ ନେତାଙ୍କୁ ଯାଇଛି ଦେଖା କରିବା ପାଇଁ। ଏବଂ ସେ ଚାଲିଗଲେ ମଧ୍ୟ ଫୁଲ ଦେବାକୁ ଯାଇଛି, ତାଙ୍କର କାର୍ଯ୍ୟକ୍ରମରେ ଯୋଗ ଦେଇଛି। ହେଇଯିବ ଗୋଟେ ଲୋକ ତୁମର ପଦାକୁ ଯେତେବେଳେ ଆସିବ କାହାକୁ ହେଲେ ଗୋଟେ ଧରିବ। ମୁଁ କହିପାରିବିନି, କିନ୍ତୁ ତାଙ୍କର ଘନିଷ୍ଠ ସମ୍ପର୍କ। ନା ପାଣ୍ଡିଆନ ଆଉଟ୍, ନା ନବୀନ ଇନ୍, ନା ଇନ୍ ନା ଆଉଟ୍। ସବୁବେଳେ ଇନରେ 2 ଜଣ ଥାନ୍ତି, ଆଉଟରେ 2 ଜଣ ଯାକ ଥାନ୍ତି।